ଏଠୁ ଯିବାକୁ ଆସିଲି ଯେତେବେଳେ ଯିବାର ପ୍ରଶ୍ନ ଉଠୁଛି କାହିଁକି? ଯିବନି ମାନେ ତମରି ସାମ୍ନାରେ ମୋ ପରିବାର ଲୋକ ପୁରା ଚଳ ଚଳ କରି କହିଗଲେ ମୁଁ ସେମାନଙ୍କ ପାଇଁ ମନ ହେଇଯାଏ। ତମେ ଏଠି ରହିଲେ ତମ ସାନ ଭାଇ ମତେ କୌଣସି ବି ପରିସ୍ଥିତିରେ ମାରି ଦେଇପାରେ। ସମାବେଶ ନୁହେଁ, ତମ ଜୀବନର ସୁରକ୍ଷା ଦାୟିତ୍ୱ ମୋର। ମୁଁ ତାଙ୍କ କଥା ଦଉଛି, ମୁଁ ତମ ପାଖରେ ଥିବା ପର୍ଯ୍ୟନ୍ତ ମୋ ବାପା କି ଭାଇ ତମର କିଛି ବି କ୍ଷତି କରିପାରିବେ। ତମେ ଏଠି ରହିଲେ ତମେ ବଦନାମ ହବ। ବଦନାମ ହବାର କୌଣସି ଆଧାର ଅଛି ମୋର ବାକି ନାହିଁ। ଏମିତିରେ ମୁଁ ଏମିତି ଗୋଟିଏ ଝିଅ ତାହାର ସବୁ ଥାଇ ଅଛି କିଛି ନାହିଁ। ତେଣୁ ତୁମର ଯେ ଚାହିଦା କୁକୁର ହେଇଯାଏ ତାର ବଳିଷ୍ଠ ଉଦାହରଣ ହଉଛି ମୁଁ ନିଜେ। ତମେ କଣ ମତେ ବିଦ୍ରୁପ କରୁଛ? ନା ନା, ଯାହାକୁ ନେଇ ଭବିଷ୍ୟତ ଗଢିବି ବୋଲି ମୋ ବାପା ଭାଇ ବୋଉ ସମସ୍ତଙ୍କୁ ପର କରିଦେବି, ତାକୁ କଣ କେବେ ମୁଁ ବିଦ୍ରୁପ କରିପାରିବି? ମୁଁ ମାନୁଛି ମୁଁ ରାଗ ବଶତଃ ତମ ପ୍ରତି ଅନ୍ୟାୟ କରିଛି, ସେଥିପାଇଁ ମୁଁ ତମକୁ ହାତ ଯୋଡି କ୍ଷମା ମାଗୁଛି। ତମେ ଏଠୁ ଚାଲିଯାଅ, ଚାଲିଯାଅ ଏଠୁ। ନାରୀ ଜୀବନଟା ଏମିତି ଗୋଟିଏ ସିଲଟ, ଥରେ ଯୋଉ ସିଲଟରେ ଯାହାର ନାଁ ଲେଖା ହେଇଯାଏ ସତ ଚେଷ୍ଟା କଲା ପରେ ସେ ନାଁକୁ କେହି କେବେ ଲିଭେଇ ପାରନ୍ତି। ତମ ଘର ଭିତରେ ଥିବା ମୋ ଭାଇ ପାଇଁ ପ୍ରତିଶୋଧ ମତେ ଆଜି ଗୋଟେ ମାଟି ଖପରା କରିବି। ମତେ ବିଶ୍ୱାସ କର, ସବୁ ସ୍ୱପ୍ନ ମୋର ଭାଙ୍ଗିରୁଛି, ଚୁରମାର ହେଇଯାଇଛି। ମୁଁ ତ ଜପରରୁ ରାଧା ନୁହେଁ ନା, ହଟା ବଛେରେ ଗଡ଼ି ଆଣି ସମସ୍ତଙ୍କୁ ବିସ୍ତୃତ କରି ବୁଝେଇ ଦେବି। ସତ ହବନି ନା ସତେ, ମୁଁ ଅସତୀ ନୁହଁ, ମୁଁ ସତୀ, ପୂର୍ଣ୍ଣ ଅସତୀ। ତମକୁ ମୁଁ ଏଠି ରଖିପାରିବିନି। ରଖିବା ପାଇଁ ବାଧ୍ୟ କରିବି। ତାହେଲେ ଯାଉନ କାହିଁକି? ଯଦି ଯିବି ସିଧା କୋକେଇରେ ମଶାଣି ଶୋଷିବି। ମାନୁଛି ମୋର ବଡ ଭୁଲ ହେଇଯାଇଛି, ସେଥିପାଇଁ ମୁଁ ତମକୁ ହାତ ଧରି କ୍ଷମା ମାଗୁଛି। ତମେ ଏଠୁ ଚାଲିଯାଅ, ତମ ଜୀବନକୁ ନଷ୍ଟ ନ କରି ତମେ ଏଠୁ ଚାଲିଯାଅ। ଶୁଣ, ଏତେ ସବୁ ପରେ ତମେ ଯଦି ମତେ ଗ୍ରହଣ ନ କରୁଛ ତାହେଲେ